କଠୋର ନିଷ୍ପତ୍ତି ନେବି ଗୋଟେ ପେନସନର ଅଧା ମୋର ଭାଗ ଅଛି তুমি ସାମାନ୍ୟ 500 ଟଙ୍କା ମତେ ଦଉ ନା আর জীবনର କାରଣ ନାହିଁ ଆର ତାଙ୍କର କୋଉଟା ହେଲା ମୋର ତାଙ୍କର ନୁହେଁ ସ୍ୱାମୀ ରୋଜଗାରରେ ସ୍ତ୍ରୀର ଭାଗ ହଁ ଆ ଦେଖିଲା ବେଳକୁ କହିଲେ ପୁଅ ବୋହୂଙ୍କର ଭାଗ ଅଛି ତାଙ୍କର ବି ଭାଗ ଅଛି ତାଙ୍କୁ ଆମେ ଦୟାର ପାତ୍ର ଦେଇପାରୁ କିନ୍ତୁ ଭାଗ ନାହିଁ ଭାଗ ରହିଲା ମୋର ଯେ ମୁଁ ଏଇଟା ଖାଲି ମିଛରୁ ଭାଗ ଭାଗ କହୁଛି ଦିନେ ବି କହିଲି ବହୁତ କଷ୍ଟରେ ଦିନେ 500 ଟଙ୍କା ବୁଝେଇଥିଲି ମତେ ଦବ ହଁ ମାରିଲେ 5 ପଇସା 50 ଟଙ୍କା ଦେଇନଥିଲି 500 ରୁ ଗୋଟେ ଶୂନ କାଟିଦେଲେ 50 ଟଙ୍କା ଦେଇଥିଲି 50 ଟଙ୍କା ଦେଇଥିଲି 50 ଟଙ୍କା ମୁଁ ରଖିବି ତମକୁ କିଛି ଦଉନାହାନ୍ତି ପେନସନ ପଇସାରେ କିଛି ବି ଦଉନାହାନ୍ତି କିଛି କହୁନି କାହିଁ ତମେ ଲିଗାଲି ଉପାୟରେ ଯା ଏରା ଯୋଉ ଖାଉଛ ପିଉଛ ରହୁଛ ଏରା ସବୁ ପୁଅ ତ ଖର୍ଚ୍ଚ କରୁଛ ବାକି ତ କିଏ କରୁଛି ମାନେ ଏଇଗୁଡା ନା ହେରା ମୁଁ ବୁଝେନି ହେରା ତମେ ତମର ଦାୟିତ୍ୱ ତମକୁ ଖାଇବାକୁ ଭଲ ମନ୍ଦ ଧରିକି ଆଇଛି ସେ ଯାହା ବି ହଉ ତମ ଅଣ୍ଡରରେ ଆମେ ଅଛ ନା ଆମକୁ ତମେ ଚଳେଇବ ଖାଇବା ପିଇବାକୁ ଦେଲା ପରେ ବି କିଛି ଦବ ତମେ ହେଲେ ଭତ୍ତା ହେଲେ କୋଉ ପାଉଥାନ୍ତ ସରକାର ତରଫରୁ ତ ତମକୁ ତ କିଛି ଭତ୍ତା ନାହିଁ ଯାହା କେବଳ ବାପା ହିଁ ତମକୁ ଚଳେଇବେ ଅଥଚ ତମକୁ ସେତିକି ଭତ୍ତା ବି ଦଉନାହାନ୍ତି ଅଧା ଭତ୍ତା ହେଲେ ଦିଅନ୍ତେ ଏମିତି ସେମାନେ ପାଉଛନ୍ତି 1000 ଟଙ୍କା 500 ଟଙ୍କା ହେଲେ ହଉ ଦେଖିଆ ତୋ ଇଏରେ ତ ଏଇନୁ ମଙ୍ଗି ଯାଇଛନ୍ତି ତମେ ଅନଲାଇନ ଆପ୍ଲାଏ ଗୋଟେ କର ଜୁନ ମାସରୁ ଦେବି ଆଉ ଜୁନ ରେ କୋଉ କେତେ ଜୁନ ହଉଛି ଖାଲି ଦେଖିବୁ ଲିଗାଲ ଆକ୍ସନ ଗୋଟେ ନିଅ ନେବି ତ ତମେ କାଠଗଡାରେ ଠିଆ କରା ତାଙ୍କୁ ନିହାତି ମୋର କଣ କିଛି ଗୋଟେ ନାହିଁ ମୁଁ ଆଜି ପର୍ଯ୍ୟନ୍ତ କୋଉଠି ଠିଆ ହେଇକି ଗୋଟେ ଆଇସ୍କ୍ରିମ ଖାଇଲେନି ଗୋଟେ ଗୁପଚୁପ ଖାଇଲେନି ମୁଁ ତ ଆଇସ୍କ୍ରିମ ଗୁପଚୁପ ଚାଟ ଘୁଗୁନି ମୁଁ ସେମିତି ଭଲ ପାଏନି ଖାଇବାକୁ କିନ୍ତୁ ମୋ ହାତରେ ପଇସା ରହୁନି ଦଉନା ମୁଁ କଣ କରିବି ଜୁନ ଦବ ଜୁଲାଇରୁ ଜୁନ କହିଦେଲେ ଜୁଲାଇ କହିଦେଲି ଜୁଲାଇରେ ଗୋଟେ ପୁଣି ଅଗଷ୍ଟକୁ ପଳେଇବେ କଥାବାର୍ତ୍ତା ଠିକ ନାହିଁ ବାପାଙ୍କର ନାଇଁ ମୁଁ ହେରା ଜାଣିନି ତମେ ଏଇଟା ମେ ଆଜି କେତେ ତାରିଖ 7-8 ବୋଧେ ହବନି ନା କଣ ଏଇ 15ରେ ଦେଇଦବ ଦେବି ନହେଲେ ଅଗଷ୍ଟ ମିଳିବନି ବା ଖାଲି ମିଛ ପ୍ରତିଶ୍ରୁତି ସେଇଆ ପରା ଦେବେନି ତମକୁ ଜମା ଆଶା ଛାଡି ଦିଅ ପୁରା ନହେଲେ ଏରିୟର ଦେଇଦିଅ ଆଉ ତମେ ଆଶା ଛାଡି ଦିଅ ଏଇଟା ଦଉନାହାନ୍ତି ସେ ଏରିଆର ଦେବେ ପୁଣି ବୁଢୀ ହେଇ ସାରିଲେଣି ଏଇଟା ଶୁଣି